ମୋ ନାଁ ଦୀପକ। ମୁଁ ଏବେ ଜବ୍ କରୁଛି। ମୁଁ ଗୋଟେ ବର୍ଷ ହେଲା ଏଇଭଳି କାହାଣୀ ସବୁ ଲେଖି ଆସୁଛି। ଏଥିରେ ପ୍ରକାଶିତ ହେଉଥିବା ସବୁ କାହାଣୀ ମୋର ଭାରି ପସନ୍ଦ। ମୋ ଜୀବନରେ କିଛି ଏମିତି ଘଟିଲା କି ମୋତେ ବି ଲାଗିଲା କି ମୁଁ ବି ମୋର କାହାଣୀ ଆପଣମାନଙ୍କୁ କହିବା ପାଇଁ। ମୁଁ ଯେଉଁଠି କାମ କରେ ସେଠି ସାଧନା ନାମରେ ଜଣେ ମହିଳା କାମ କରେ। ସେ ଦେଖିବାକୁ ବହୁତ ସୁନ୍ଦରୀ। ସେ ତାଙ୍କ ଗାଣ୍ଡିକୁ ହଲେଇ ହଲେଇ ଚାଲନ୍ତି, ମୁଣ୍ଡକୁ ହଲେଇ କଥା ହୁଅନ୍ତି। ତାଙ୍କର ଦୁଧ ବି ବେଶ ବଡ଼ ବଡ଼। ମୁଁ ତାଙ୍କ ଉପରେ ପାଗଳ ଥିଲି। ମୋର ଇଚ୍ଛା ହେଉଥାଏ ଶାଢ଼ୀକୁ ଧରି ଗିହି ଦିଅନ୍ତି, କିନ୍ତୁ ତାଙ୍କର ଆଉ ଜଣଙ୍କ ସହ ଅଫିସରେ ଚକର ଚାଲିଥିଲା। ଆଉ ସେ ତାଙ୍କ ସହ ବି ଗିହାଗିହି କରିଥିଲେ। ମୋର ଇଚ୍ଛା ହୁଏ ମୁଁ ସେହି ସମୟରେ ତାଙ୍କୁ ଗେହି ପକାଇବା ପାଇଁ, କିନ୍ତୁ ଜବରଦସ୍ତି ଗେହିବାରେ ମଜା ଆସିବନି। ମୁଁ ଭାବିଲି ୟାକୁ ମୋତେ ମୋ ଜାଲରେ ଫସେଇବାକୁ ପଡ଼ିବ। ମୁଁ ତାଙ୍କୁ ପଟେଇବା ପାଇଁ ମୁଁ ମୋର ସବୁ ବୁଦ୍ଧିକୁ ଲଗେଇଥିଲି। ପ୍ରଥମେ ମୁଁ ତାଙ୍କୁ ପ୍ରପୋଜ କଲି। ସେ ମନା କରି କହିଲେ, ମୁଁ ଯଦି ତୁମକୁ ଭଲ ପାଇବି ତୁମେ ମୋତେ ଖରାପ ସ୍ତ୍ରୀ ବା ରାଣ୍ଡି ବୋଲି କହିବ। ମୁଁ ଭାବିଲି କିଛି ତ ହୋଇପାରିବ। ତାପରେ ମୁଁ ତାଙ୍କୁ ସେ ପିଲାମାନଙ୍କ ବିଷୟରେ ଖରାପ କଥା କହିବାକୁ ଲାଗିଲି। ସେ ତୁମକୁ ଭଲ ପାଉନାହିଁ, ସେ ତୁମର ଦେହକୁ ଭଲ ପାଉଛି। ସେ କଥାକୁ ନେଇ ତୁମକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛି। ତୁମେ ତା ସହ ଆଉ ମିଳାମିଶା କର ନାହିଁ, ତାକୁ ଛାଡ଼ିଦିଅ। ମୁଁ ତୁମକୁ ବହୁତ ଭଲ ପାଇବା ଦେବି। ମୁଁ ଏବେ ବି କୁଆଁରା ଅଛି। ମୁଁ ତୁମକୁ ମୋ ସ୍ତ୍ରୀ ପରିକା ଭଲ ପାଇବା ଦେବି। ମୁଁ ତୁମ ଦେହକୁ ନୁହେଁ, ମୁଁ ତୁମକୁ ଭଲ ପାଏ, ତମେ ମୋତେ ଭଲ ପାଅ। ମୁଁ ତାକୁ ଏତେ କଥା କହିବା ପରେ ବି ସେ ହଁ କଲେନି, ବାସ୍ ହସିକରି ଚାଲିଗଲେ। ତାପରେ ଆଗାମୀ ଦିନ ମୋ ମୁଡ୍ ପୁରା ଖରାପ ହୋଇଗଲା। ମୁଁ ତାଙ୍କୁ ଜବରଦସ୍ତି ତାଙ୍କ ଓଠରେ ପପି ଦେଇଦେଲି। ସେ ପୁରା ଖୁସି ହୋଇଗଲେ। ତାପରେ ସେ କହିଲେ, କାଲି ମୁଁ ଭାବିକି ତୁମକୁ କହିବି। ସେ ଆଗାମୀ ଦିନ ହଁ କରି ମୋତେ କହିଲେ କି ମୁଁ ରାତିସାରା ଶୋଇନାହିଁ, ତୁମ କଥା ହିଁ ଭାବୁଥିଲି। ତୁମେ ଯଦି ମୋ ଛଡ଼ା ଆଉ କାହା କଥା ଭାବିବ ନାହିଁ, ମୁଁ ତୁମକୁ ମୋର ସବୁ କିଛି ଦେବି। ତାଙ୍କର ଏ କଥା ଶୁଣି ମୁଁ ତାଙ୍କୁ ମୋ ବାହୁରେ କୁଣ୍ଢେଇ ଧରିଲି। ତାପରେ ମୁଁ ତାଙ୍କର ଦୁଧକୁ ଚିପିଲି ଆଉ ତାଙ୍କ ଓଠକୁ ଚଷିବାକୁ ଲାଗିଲି। ସେ ପୁରା ଗରମ ହୋଇଗଲେ ଆଉ ମୋର ବାଣ୍ଡ ଏପଟେ ପୁରା ଠିଆ ହୋଇଗଲା। ସେ ମୋର ବାଣ୍ଡକୁ ଆଉଁସିବାକୁ ଲାଗିଲେ। ଏବେ ତାଙ୍କୁ କେମିତି ଗେହିବି, କାରଣ ଏବେ ସମସ୍ତେ କମ୍ପାନୀରେ ଥିଲେ। ତାପରେ ମୁଁ ତାଙ୍କୁ ଗୋଟେ କେବିନ୍ ଭିତରକୁ ନେଇଗଲି। ଆଉ ମୁଁ ଏଇ ମଉକାକୁ କେମିତି ଛାଡ଼ିବି। ମୁଁ ମୋର ବାଣ୍ଡକୁ ବାହାର କଲି, ତାଙ୍କୁ ଠିଆ କରିଦେଲି ଆଉ ତାଙ୍କୁ ଡୋରକୁ ଢିଲା କରିଲି। ତାପରେ ବିଆରେ ଆଙ୍ଗୁଳି ମାରିଲି। ଆଙ୍ଗୁଳି ମାରି ଦେଖିଲି ସେ ଶାଳୀ ପାଣି ଛାଡ଼ି ସାରିଲାଣି। ମୁଁ ତାଙ୍କ ଚୁନିରେ ତାଙ୍କ ବିଆକୁ ଟିକେ ସଫା କଲି। ତାଙ୍କ ବିଆରେ ମୋର ବାଣ୍ଡକୁ ସେଟ୍ କଲି। ସେ ବିନା ଶବ୍ଦ କରି ମୋ ବାଣ୍ଡକୁ ବିଆ ଭିତରକୁ ନେଇଗଲେ। କେମିତି ନେବେନି, କାରଣ ସେ ଦୁଇଟା ପିଲାର ମା। ବିଆକୁ ତ ପୋଲା କରି ସାରିଥିଲେ। ଜଣା ନାହିଁ ଶାଳୀ କେତେ ବାଣ୍ଡକୁ ବିଆରେ ନେଇ ସାରିବଣି। ସେ ଯାହା ବି ହେଉ ମୋର ମାଳି ସାହିକୁ ଯିବାର ପଇସା ବଞ୍ଚେଇ ଦେଉଥିଲା। ମୁଁ ତାଙ୍କୁ 5 ମିନିଟ୍ ପର୍ଯ୍ୟନ୍ତ ଗେହି ଚାଲିଲି। ତାପରେ ମୋର ପାଣି ବାହାରିଗଲା। ଆଗାମୀ ଦିନ ମୋର ମନ ତାଙ୍କୁ ପୁଣି ଥରେ ଗେହିବାକୁ କହୁଥିଲା। ତାଙ୍କର ବି ମନ ହେଉଥିଲା ମୋ ଠାରୁ ଗିଆ ଖାଇବା ପାଇଁ। ସେ ତାଙ୍କ ବାନ୍ଧବୀ ଲତାକୁ ରାଜି କରେଇଲେ ଆଉ କହିଲେ କେବିନ୍ ଭିତରକୁ କାହାକୁ ଯିବାକୁ ଦେବୁ ନାହିଁ। ସେ ଝିଅଟା କେମିତି ଟୋକାଙ୍କୁ ରୋକିପାରିବ। ଆଉ ସମସ୍ତେ ଯିବା ଆସିବାରେ କରୁଥାନ୍ତି। ମୋର ମୁଣ୍ଡ ପୁରା ଖରାପ ହେଉଥିଲା। ମୁଁ ଟିକେ ମୁଣ୍ଡ ଖଟେଇଲି ଆଉ ତାକୁ ସାର୍ଙ୍କ ଟଏଲେଟକୁ ନେଇ ଯାଇକି ଗେହିବି ବୋଲି ଭାବିଲି। ସାର୍ ଯିବା ପରେ ମୁଁ ତାଙ୍କୁ ଟଏଲେଟକୁ ନେଇଗଲି। ଭିତରକୁ ନେଇ ଲକ୍ କରିଲି। ମୁଁ ତାଙ୍କୁ କହିଲି ଚାଲ ଖୋଲ। ସେ କହିଲେ ଆଜି ହୋଇପାରିବନି, ଉପରୁ କାମ କରିନିଅ। ମୁଁ କହିଲି କ'ଣ? ସେ କହିଲେ ମୋର ମାସିକିଆ ଆସୁଛି। ମୁଁ କହିଲି ଠିକ୍ ଅଛି, ତାହେଲେ ମୁହଁରେ ନେଇନିଅ। ସେ ପ୍ରଥମେ ମନା କରିଲେ ଆଉ କହିଲେ ମୁଁ ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀଙ୍କର ବି ନେଇନାହିଁ। ମୁଁ କହିଲି ମୁଁ ତୁମକୁ ଭଲ ପାଉଛି, ଆଉ ପ୍ରେମିକ ତୋ ସ୍ୱାମୀଠାରୁ ବଡ଼ ହୁଏ ନା। ସେ କହିଲେ ଆଚ୍ଛା ଠିକ୍ ଅଛି, ମୁଁ ତୁମର ନେଉଛି, କାରଣ ମୁଁ ତୁମକୁ ବହୁତ ଭଲ ପାଏ। ତାପରେ ସେ ମୋର ବାଣ୍ଡକୁ ଚଷିବାକୁ ଲାଗିଲେ। ମୁଁ ତାଙ୍କୁ ମୋର ବାଣ୍ଡକୁ ଚଷାଉଥିଲି। 5 ମିନିଟ୍ ପରେ ମୁଁ ତାଙ୍କ ମୁହଁରେ ପାଣିକୁ ଛାଡ଼ିଲି। କେହି ଯେମିତି ଜାଣିପାରିବେ ନାହିଁ, ସେଥିପାଇଁ ଆମେ ଲୁଚି ଲୁଚି ଗିହାଗିହି ହେଉ। କିନ୍ତୁ ସେଥିରେ ମଜା ଆସେ ନାହିଁ। ମୁଁ ଭାବିଲି ଯଦି ସମସ୍ତଙ୍କୁ ଜଣା ପଡ଼ିଯିବ
ସେ ଆଉ ନ ଡରି ମୋତେ ଖଲି କରି ଗେହିବାକୁ ଦେବେ। ରାଣ୍ଡି ରାଣ୍ଡି ହୋଇଯିବ। ଶାଳୀ ଯିଏ ନିଜ ସ୍ୱାମୀର ହୋଇପାରିଲାନି ସେ ମୋର କ'ଣ ହେବ? କିନ୍ତୁ ତା ପ୍ରତି ମୋର ବି ଟିକେ ଭଲ ପାଇବା ଆସିଯାଇଥିଲା। ମୁଁ ତାଙ୍କୁ ସମସ୍ତଙ୍କ ଆଗରେ ଗୋଦାମ ଘରକୁ ନେଇଗଲି। ତାପରେ ମୁଁ ତାଙ୍କୁ ପୁରା ଲଙ୍ଗଳା କଲି ଆଉ ତାଙ୍କ ଦୁଧକୁ ଚୋଷିବାକୁ ଲାଗିଲି। ମୋର ଓଠକୁ ତାଙ୍କ ଓଠରେ ଚିପକେଇ ଦେଲି। ସେ ଶାଳୀ ଏତେ ବଡ଼ ବେଧେଇ ଥିଲା ଯେ ହାତ ମାରୁ ମାରୁ ପାଣି ଛାଡ଼ିଦେଲା। ସେ ମୋର ବାଣ୍ଡକୁ ଧରିଲା ଆଉ ବିଆରେ ପୁରେଇଲା ଆଉ ସେ ନିଜେ ଧକ୍କା ମାରିବାକୁ ଲାଗିଲା। ତାପରେ କିଛି ଝଟକା ମାରିବା ପରେ ମୋର ପାଣି ବାହାରିଗଲା। ତାଙ୍କୁ ଗେହିଲା ପରେ ମୋତେ ଆଇପିଏଲ୍ ଦେବାକୁ ପଡ଼ିଲା। ଏଇ କାଣ୍ଡ 4 ମାସ ଧରି ଚାଲିଲା। ଆଉ ତାଙ୍କ ସ୍ୱାମୀ ବୋଧେ ଜାଣିପାରିଲେ, ତେଣୁ ସେ ଏଠାରୁ ତାଙ୍କୁ ନେଇଗଲେ। କିନ୍ତୁ ତାଙ୍କୁ ଗିହାଗିହିରୁ କିଏ ବା ରୋକିପାରିବ? ମୁଁ ତାଙ୍କୁ ନେଇ ଗୋଟେ ଫୋନ୍ ନେଇଦେଲି। ସେ ଫୋନ୍କୁ ସେ ଭାରି ଯତ୍ନରେ ଲୁଚେଇକି ରଖିଲେ ଆଉ ମୋ ସହ ତାଙ୍କର ସବୁଦିନ କଥା ଚାଲିଲା। ତାପରେ ଆମେ ସାବିତ୍ରୀ ଦିନର ପୂର୍ବଦିନ ଆମେ ଆମର ବ୍ରତ କରିବାର ପ୍ଲାନ୍ କଲୁ। ସେଦିନ ଆମେ ଗୋଟେ ହୋଟେଲକୁ ଗଲୁ। 700 ଟଙ୍କା ଦେଇ 6 ଘଣ୍ଟା ପର୍ଯ୍ୟନ୍ତ ଗୋଟେ ହୋଟେଲକୁ ବୁକ୍ କଲୁ। ୱେଟରକୁ 100 ଟଙ୍କା ଦେଲି ଆଉ ସ୍ପ୍ରାଇଟ୍ ମଗେଇଲି। ମୁଁ ମୋ ବ୍ୟାଗରୁ ରୟାଲ ଷ୍ଟାଗ ବାହାର କଲି ଆଉ ସ୍ପ୍ରାଇଟ୍ରେ ମିଶେଇ ପିଇଲି। ସେ କଳା ରଙ୍ଗର ଶାଢ଼ୀ ପିନ୍ଧିକରି ଆସିଥିଲେ। ଭାରି ସୁନ୍ଦର ଲାଗୁଥିଲେ। ମୁଁ ଜଲ୍ଦି ତାଙ୍କର ଶାଢ଼ୀକୁ ବି ଖୋଲିଲି ଆଉ ସଙ୍ଗେ ସଙ୍ଗେ ମୋ ବାହୁରେ କୁଣ୍ଢେଇ ଧରିଲି। ମୁଁ ପୁରା ପାଗଳ ହୋଇ ତାଙ୍କର ଓଠକୁ ଚଷିବାକୁ ଲାଗିଲି ଆଉ ହାତରେ ତାଙ୍କ ଦୁଧକୁ ତୋଳିବାକୁ ଲାଗିଲି। ସେ ମୋ ଅଣ୍ଟାରେ ହାତ ବୁଲେଇବାକୁ ଲାଗିଲେ। ତାଙ୍କ ନଖରେ ମୋର ପିଠିକୁ ଆଘାତ ଦେବାକୁ ଲାଗିଲେ। ମୋତେ ଟିକେ କଷ୍ଟ ଲାଗୁଥିଲା କିନ୍ତୁ ମଜା ବି ବହୁତ ଆସୁଥିଲା। ତାପରେ ମୁଁ ତାଙ୍କ ବିଆରେ ଆଙ୍ଗୁଳି ପୁରେଇଲି। ଏବେ ମୁଁ ତାଙ୍କୁ ପୁରା ଲଙ୍ଗଳା କଲି। ମୋ ବାଣ୍ଡକୁ ବାହାର କରି ତାଙ୍କ ବିଆ ଉପରେ ହାତ ବୁଲେଇବାକୁ ଲାଗିଲି। ସେ କାମୁକ ହୋଇ ବ୍ୟାକୁଳ ହେଉଥିଲେ। ପୁରାଅ ପ୍ଲିଜ୍ ଜାନୁ, ଜଲ୍ଦି ପୁରାଅ ଆଉ ଡେରି କରନି। ଏତିକି ଭିତରେ ସେ ତାଙ୍କର ପାଣି ଛାଡ଼ି ସାରିଥିଲେ। ମୁଁ ରୁମାଲରେ ତାଙ୍କ ବିଆକୁ ସଫା କଲି ଆଉ ମୋର ବାଣ୍ଡକୁ ପୁରେଇଲି। ବାଣ୍ଡ ପୁରେଇବା ସମୟରେ ଆଜି ବିଆ ପୁରା ଟାଇଟ୍ ଲାଗୁଥିଲା। ମୁଁ ଭାବିଲି ଶାଳୀର ବିଆ ଆଜି କେମିତି ଟାଇଟ୍ ଲାଗୁଛି। ଶାଳୀ ତା ବିଆକୁ ଜାଣି ଜାଣି ଟାଇଟ୍ କରିକି ରଖିଥିଲା। ମୁଁ ନିଜେ ନିଜକୁ କହିଲି କିଛି କଥା ନାହିଁ, ସେ ଯାହା ବି ହେଉ ମୁଁ ତ ମଜା ନେଉଛି। 10 ମିନିଟ୍ ଗେହିବା ପରେ ମୋର ପାଣି ବାହାରି ଆସିଲା। ମୁଁ ତା ଉପରେ ଶୋଇ ରହିଲି। କିଛି ସମୟ ପରେ ସେ ମୋର ବାଣ୍ଡକୁ ହଲେଇବାକୁ ଲାଗିଲା ଆଉ ପାଟିରେ ପୁରେଇ ଚଷିବାକୁ ଲାଗିଲା। ମୋ ବାଣ୍ଡ ପୁଣି ଥରେ ଠିଆ ହୋଇଗଲା। ମୁଁ କହିଲି ଜାନୁ, ତୁମର ଗାଣ୍ଡି ମାରିବା ପାଇଁ ଇଚ୍ଛା ହେଉଛି? ସେ କହିଲା ନା ଜାନୁ, ବହୁତ କଷ୍ଟ ହେବ। ଜାନୁ, ବିଆରୁ ଯେତେ ମଜା ଲୁଟିବା କଥା ଲୁଟି ନିଅ। ମୁଁ କହିଲି ଜାନୁ, ଥରେ ତ ଗାଣ୍ଡିରେ ନେଇ ଦେଖ। ସେ କହିଲେ ଜାନୁ, ତୁମେ ମୋତେ ବୋଧେ ଭଲ ପାଉନାହ। ମୋତେ କଷ୍ଟ ଲାଗିଲେ କ'ଣ ତୁମକୁ ଭଲ ଲାଗିବ? ମୁଁ କହିଲି ଜାନୁ, କଷ୍ଟରେ ତ ହିଁ ମଜା ଥାଏ। ତାପରେ ମୁଁ ତାଙ୍କୁ ଓଲଟେଇ ଦେଲି ଆଉ ବାଣ୍ଡକୁ ଠିଆ କରି ତାଙ୍କ ଗାଣ୍ଡି କୋଣରେ ସେଟ୍ କଲି। ଏବେ ବାଣ୍ଡ ତାର ନଖରାମି ବାହାର କଲା। ଗାଣ୍ଡିରେ ନଗଳି ଏପଟ ସେପଟ ହେଉଥାଏ। ତାପରେ ମୁଁ ବାଣ୍ଡକୁ ତାର ମୁହଁରେ ଦେଇଦେଲି ଆଉ ବାଣ୍ଡ ପୁରା ଚିକଣ ହୋଇଗଲା। ତାଙ୍କ ଗାଣ୍ଡିରେ ତାଙ୍କ ଗାଣ୍ଡି କୋଣରେ ମୁଁ ଛେପ ପକେଇଲି। ତାପରେ ଗୋଟେ ଧକ୍କାରେ ବାଣ୍ଡକୁ ବିହରେ ପୁରେଇଲି। ସେ ଚିଲେଇ ଉଠିଲେ। ତାଙ୍କ ଆଖିରୁ ଲୁହ ମଧ୍ୟ ବାହାରି ଆସିଲା। ମୋତେ ମଜା ଆସୁଥିଲା। ମୁଁ ଧକ୍କା ମାରିବାର ସ୍ପିଡ୍ ବଢ଼େଇଲି। ସେ ଜୋରରେ ଚିଲେଇବାକୁ ଲାଗିଲେ। ମୁଁ ତାଙ୍କର ଓଠକୁ ଚଷିବାକୁ ଲାଗିଲି। କିଛି ସମୟ ପରେ ପୁରା ବାଣ୍ଡର ପାଣି ତାଙ୍କ ଗାଣ୍ଡି ଭିତରେ ଛାଡ଼ିଲି। ତାପରେ ଆମେ ଦୁଇଜଣ ଫ୍ରେଶ ହୋଇ ଗାଧୁଆ ଘରକୁ ଚାଲିଗଲୁ। ଦୁହେଁ ଜଣେ ଜଣଙ୍କୁ ଗାଧୋଇବାକୁ ଲାଗିଲୁ। ତାପରେ ଆମେ ଲଙ୍ଗଳା ହୋଇ ରୁମ୍ରେ ବସିଲୁ ଆଉ ଲଞ୍ଚ କରିବାକୁ ଲାଗିଲୁ। ଲଞ୍ଚ ସହ ଆମେ ଟିକେ ପିଆପିଇ ବି କରିଲୁ। ତାପରେ ପୁଣି ଥରେ ଆମର ମୁଡ୍ ହେଲା। ତାପରେ ସେ ମୋ ବାଣ୍ଡ ସହ ଖେଳିବାକୁ ଲାଗିଲେ ଓ ଚଷିବାକୁ ଲାଗିଲେ। ତାପରେ ମୁଁ ତାଙ୍କୁ ଆଉ ଥରେ ଗେହିଲି। ଏହିପରି ଭାବେ ମୁଁ ତାଙ୍କୁ 5 ଘଣ୍ଟାରେ 3ରୁ 4 ଥର ନିର୍ଧୁମ ଗେହିଛି। ଦର୍ଶକ ବନ୍ଧୁ, କାହାଣୀଟି ଏଠି ସମାପ୍ତ ହେଉଛି। କାହାଣୀ ଆମ ପାଖକୁ ଆମ ଜଣେ ଭାଇ ପଠାଇଥିଲେ। କାହାଣୀଟି କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ ହଁ, ଯେଉଁମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି, ଏହି ଭିଡ଼ିଓର କମେଣ୍ଟ ବକ୍ସରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ପିନ୍ କରାହେଇଛି। ଜଲ୍ଦି ଯାଇ ଟେଲିଗ୍ରାମରେ ଜଏନ୍ କରନ୍ତୁ। ରହୁଛି, ଧନ୍ୟବାଦ।